ଦୁଷ୍କର୍ମ ଅଭିଯୋଗରେ ଆରେଷ୍ଟ ହେଲେ ଆଇପିଏଲ୍ର ଷ୍ଟାର କ୍ରିକେଟର ଅଭିଷେକ ପରେଲ। 14 ଦିନିଆ ଜେଲ୍ ହାଜତକୁ ପଠାଇଲା କୋର୍ଟ। ବେଙ୍ଗଲ ତଥା ଆଇପିଏଲ୍ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଅଭିଷେକ ପରେଲ ନିର୍ଯାତନା ଏବଂ ଦୁଷ୍କର୍ମ ଅଭିଯୋଗରେ ବନ୍ଦୀ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ କର୍ଣ୍ଣାଟକ ମେଡିକାଲରେ ପଢୁଥିବା ଜଣେ ଯୁବତୀ ଅଭିଷେକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁଯାୟୀ ଦୁହିଁଙ୍କ ମଧ୍ୟରେ ପ୍ରାୟ 3.5 ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଅଭିଷେକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ପରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ଏପରିକି ଆପତ୍ତିଜନକ ଫଟୋ ଏବଂ ଭିଡିଓ ଭାଇରାଲ କରିଦେବାକୁ ଧମକ ମଧ୍ୟ ଦେଇଥିଲେ। ପୁଲିସ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୀଡ଼ିତା କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ମୋଗରା ପୁଲିସ ଅଭିଷେକଙ୍କୁ ଗିରଫ କରିବା ସହ ତାଙ୍କର ଇଲେକ୍ଟ୍ରୋନିକ୍ ଡିଭାଇସ୍ ଫୋନ୍ ଏବଂ ଲାପଟପ୍ ଜବତ କରିଥିଲା। ଗତ ଅଗଷ୍ଟ 11 ତାରିଖରେ ମୋଗରା ପୁଲିସ ଅଭିଷେକ ପରେଲଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। ସେତେବେଳେ ଅଦାଲତ ତାଙ୍କୁ 3 ଦିନିଆ ପୁଲିସ ରିମାଣ୍ଡରେ ପଠାଇଥିଲା। ପୁଲିସ ରିମାଣ୍ଡ ଅବଧି ଶେଷ ହେବା ପରେ ଅଗଷ୍ଟ 14ରେ ତାଙ୍କୁ ପୁନର୍ବାର ଅଦାଲତରେ ହାଜର କରାଯାଇଥିଲା। ପୁଲିସ ପକ୍ଷରୁ ଅଧିକ ଜେରା ଓ ତଦନ୍ତ ପାଇଁ ଦାବି କରାଯାଇଥିବା ବେଳେ କୋର୍ଟ ଜାମିନ ଖାରଜ କରି ତାଙ୍କୁ ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ନ୍ୟାୟ ସଂହିତା ବିଏନ୍ଏସ୍ର ଧାରା 69 ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଏବଂ ଆଇଟି ଆକ୍ଟ ଅଧୀନରେ ତାଙ୍କ ବିରୋଧରେ ମାମଲା ଜାରି ରହିଛି। ତେବେ କ୍ରିକେଟ କ୍ୟାରିୟରରେ ଭଲ ଚାଲିଥିବା ବେଳେ ଏହି ଆଇନଗତ ବିବାଦ ଓ ଜେଲ୍ ଯିବା ତାଙ୍କ ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନସୂଚୀ ସୃଷ୍ଟି କରିଛି।